ବନ୍ଧୁଗଣ, ଯେତେବେଳେ ପକ୍ଷୀଟିଏ ଗଛର ଡାଳରେ ବସେ ସେ ଡାଳଟିକୁ ବିଶ୍ୱାସ କରେ ନାହିଁ, ସେ ତାର ଡେଣାକୁ ବିଶ୍ୱାସ କରେ। ନିଜ ଉପରେ ବିଶ୍ୱାସ ରଖିବା ହିଁ ସବୁଠାରୁ ବଡ଼ ପ୍ରାର୍ଥନା। ଯିଏ ନିଜକୁ ବିଶ୍ୱାସ କରେ ଭଗବାନ ତାକୁ ସାହାଯ୍ୟ କରନ୍ତି। ବନ୍ଧୁଗଣ, ଗଛ ନିଜେ ଫଳ ନିଜେ ଖାଏ ନାହିଁ, ନଦୀ ନିଜ ପାଣି ନିଜେ ପିଏ ନାହିଁ। ପରୋପକାର ପାଇଁ ବଞ୍ଚିବା ହିଁ ପ୍ରକୃତ ଜୀବନ। କର୍ମ କରନ୍ତୁ, କିନ୍ତୁ ସେଥିରୁ କଣ ମିଳିବ ସେଇଟା ଭାବି ଚିନ୍ତିତ ହୁଅନ୍ତୁ ନାହିଁ। ଆନନ୍ଦ କାମ କରିବାରେ ଅଛି, ଫଳରେ ନୁହେଁ। ସମ୍ପର୍କ ଏକ କାଚର ବାସନ ଭଳି, ତାକୁ ଭାଙ୍ଗିବାକୁ ମୁହୂର୍ତ୍ତେ ଲାଗେ, କିନ୍ତୁ ଗଢ଼ିବାକୁ ବର୍ଷ ବର୍ଷ ଲାଗେ। ପ୍ରତିଟି ସମ୍ପର୍କ ଭିତରେ ସେହି ଏକା ଚୈତନ୍ୟକୁ ଦେଖିବାକୁ ଚେଷ୍ଟା କରନ୍ତୁ। ଭଲ ପାଇବା ହିଁ ସଂସାରର ସବୁଠାରୁ ବଡ଼ ରୂପାନ୍ତରଣକାରୀ ଶକ୍ତି ଅଟେ। ବନ୍ଧୁଗଣ, ପଦ୍ମ ପତ୍ର ପାଣି ଭିତରେ ରହିବି ଓଦା ହୁଏ ନାହିଁ, ସେମିତି ସଂସାରର ସୁଖ ଦୁଃଖ ଭିତରେ ରହିବି ନିଜକୁ ସ୍ଥିର ରଖନ୍ତୁ। ସଫଳତାରେ ଡେଇଁବା ନାହିଁ କି ବିଫଳତାରେ ଭାଙ୍ଗି ପଡ଼ିବା ନାହିଁ, ଏଇଟା ହିଁ ତ ଗୀତାର ମୂଳ ମନ୍ତ୍ର। ବନ୍ଧୁଗଣ, ଆମେ ଖାଲି ହାତରେ ଆସିଛୁ, ଖାଲି ହାତରେ ଯିବା। ଯାହା ବି ଆମେ ଏଠାରେ ପାଇଛୁ ସେଇଟା ଏଇଠି ହିଁ ରହିଯିବ। ତେଣୁ କିଛି ମୂଲ୍ୟବାନ ସ୍ମୃତି ଆଉ ସଂସ୍କାର ଛାଡ଼ି ଯାଆନ୍ତୁ, ଯାହା ଆପଣଙ୍କ ପରେ ବି ଆଲୋକ ଦେଉଥିବ। ବନ୍ଧୁଗଣ, ସମୁଦ୍ର ଯେତେ ବିଶାଳ ହେଲେ ବି କୂଳକୁ ଲଙ୍ଘେ ନାହିଁ। ଆଜିର ମଣିଷ ପାଖରେ ସବୁ ଥାଇ ବି ସେ ଅଶାନ୍ତ, କାରଣ ତାର ଲୋଭ ଅସୀମ। ମନେ ରଖନ୍ତୁ, ଯେତିକି ଅଛି ସେଥିରେ ଖୁସି ରହିବା ହିଁ ବଡ଼ ରୂପାନ୍ତରଣ। ବନ୍ଧୁଗଣ, ଫୁଲରୁ ଯେମିତି ସୌରଭ ବାହାରି, ଆମ ମୁହଁରୁ ସେମିତି ମିଠା କଥା ବାହାରିବା ଦରକାର। ଗୀତା ଶିଖାଇ ଅନୁଦ୍ୟ ଗରମ ବାକ୍ୟଂ, ଅର୍ଥାତ୍ ଆପଣଙ୍କ କଥା ଯେମିତି କାହାକୁ କଷ୍ଟ ନ ଦେଉ। ଗୋଟାଏ କଠୋର ଶବ୍ଦ କାହା ସମ୍ପର୍କକୁ ଭାଙ୍ଗିପାରେ, କିନ୍ତୁ ଗୋଟାଏ ମିଠା କଥା ଜଣଙ୍କର ଦୁନିଆ ବଦଳାଇ ଦେଇପାରେ। ବନ୍ଧୁଗଣ, ବର୍ଷା ପୂର୍ବରୁ କଳା ବାଦଲ ଆସେ, କିନ୍ତୁ ଧୈର୍ଯ୍ୟ ଧରିଲେ ହିଁ ବର୍ଷାର ଆନନ୍ଦ ମିଳେ। ଜୀବନର ସବୁ ସମସ୍ୟାର ସମାଧାନ ସଙ୍ଗେ ସଙ୍ଗେ ମିଳେ ନାହିଁ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ସେହି ଧୈର୍ଯ୍ୟ ରଖିବାକୁ କହିଥିଲେ। ସମୟ ପୂର୍ବରୁ କିଛି ମିଳେ ନାହିଁ। ବନ୍ଧୁଗଣ, ଗୋଟିଏ ଛୋଟ ମାଟି ଦୀପ ଯେତେବେଳେ ପୂଜା ପାଏ ସେତେବେଳେ ସେ ନିଜକୁ ଜଳାଇ ଅନ୍ୟକୁ ଆଲୋକ ଦିଏ। ଗୀତା କହେ, ମୁଁ କରୁଛି। ଏହି ଭାବନା ହିଁ ଅନ୍ଧକାର। ଯେଉଁଦିନ ଅହଙ୍କାର ତୁଟିଯିବ ସେଦିନ ଭିତରର ଦିବ୍ୟ ଜ୍ୟୋତି ଜଳି ଉଠିବ। ବନ୍ଧୁଗଣ, ପ୍ରତିଶୋଧ ନେବା ପାଇଁ ଶକ୍ତି ଦରକାର ହୁଏ, କିନ୍ତୁ କ୍ଷମା କରିବା ପାଇଁ ବଡ଼ ହୃଦୟ ଦରକାର। ଗୀତାରେ ଶ୍ରୀକୃଷ୍ଣ କୁହନ୍ତି, କ୍ଷମା ହିଁ ସର୍ବଶ୍ରେଷ୍ଠ ଧର୍ମ। କାହାକୁ କ୍ଷମା କରିବା ଅର୍ଥ ନୁହେଁ ଯେ ସେ ସଠିକ୍, ବରଂ ଏହାର ଅର୍ଥ ଆପଣ ନିଜ ମନର ଶାନ୍ତି ପାଇ ତାକୁ ମୁକ୍ତ କରିଦେଲେ। ବନ୍ଧୁଗଣ, ଯେମିତି ଏକ ଶୁକ ପୋକ ନିଜକୁ ରୂପାନ୍ତରିତ କରି ଏକ ସୁନ୍ଦର ପ୍ରଜାପତି ହୁଏ, ଆମେ ବି ସେମିତି ଧୈର୍ଯ୍ୟର ସହ ନିଜକୁ ସଜାଡ଼ିଲେ ଜୀବନ ସୁନ୍ଦର ହେଇଯିବ। ଜୟ ଜଗନ୍ନାଥ।